ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି। ଆଉ ମୁଁ ଆଜି ଗୋଟେ ନୂଆ ଭିଡ଼ିଓ ବନେଇବାକୁ ଯାଉଛି। ଆଉ ଆପଣମାନେ ଦେଖନ୍ତୁ ଗୋଟେ ପଣସ କଠା ମାର୍କେଟରୁ କିଣିକି ଆଣି ତାକୁ 2 ପିସ୍ 3-4 ପିସ୍ କରି କାଟି ଦେଇ ଲୁଣ ପାଣିରେ ହଳଦୀରେ ପକେଇ ତାକୁ ତାପରେ ପ୍ରେସର ହଉ ନହେଲେ କଡ଼େଇରେ ହଉ ଲୁଣ ହଳଦୀ ଟିକେ ଦେଇ ତାକୁ ସିଝେଇ ଦେବା। ତାପରେ ସିଏ ସିଝିଗଲା ପରେ ତାକୁ ଛୋଟ ଛୋଟ ପିସ୍ କରି ତାକୁ କାଟିଦେବା। ତା ସହିତ ଆଳୁ 2ଟା କାଟିଦେବା। ବୁଟ ଯାଇ 50 ଖଣ୍ଡ ବୁଟ ଯାଇ ତାକୁ ତିନ୍ତେଇ ସିଝେଇ ଦେବା। ତାପରେ ଗରମ ମସଲା ପ୍ରସ୍ତୁତ କରି ତାକୁ ବର୍ତ୍ତମାନ ଚୁଲି ଲଗେଇ କରିବା। ଆଉ କଷି କଷି ଆମ୍ବ ଛୁଆ 4ଟା ଆଣିଥିବାରୁ ତାକୁ ଟିକେ ଲୁଣ ହଳଦୀ ପକେଇ କାଟି ତାକୁ ଟିକେ ଖରାରେ ଦର ଶୁଖିଲା ବର୍ତ୍ତମାନ କରିଦେଉଛି ପିଲାମାନେ ଖାଇବେ ବୋଲି। ଖରାରେ ଏଥରକ ଶୁଖିଗଲା ପ୍ରସ୍ତୁତ ହେଇଗଲା। ଆଉ ପିଲାମାନେ ନେଲେଣି ଖାଇବାକୁ। ଆଉ ଯିବା ପଣସ କଠା ପାଇଁ ଆଉ ଜାଳ ପାଇଁ ଯିବା। ଜାଳ 2ଟା ପତ୍ର ଆମ ଘର ବାରି ପାଖରେ ଜଣଙ୍କର କଦଳୀ ଗଛ ଅଛି। ତାଙ୍କ ପତ୍ର 2-4ଟା କାଟି ଆଣିବା ଚୁଲି ଲଗେଇବା। କାଟି ଆଣିକି ଚୁଲି ଲଗେଇବା। ଆଉ ଏଇଠି ହେଉଛି ଆମର ଗାଈଟା ଅଛି। ଆମ ଗାଈ ନାଁ ହେଉଛି ଛେଉଣ୍ଡି। ତା ଛୁଆବେଳୁ ତା ମା ମରିଯାଇଥିବାରୁ ସେ ବଟଲରେ କ୍ଷୀର ପିଉଥିଲା। ସେଥିପାଇଁ ମା ଛେଉଣ୍ଡ ବୋଲି ତା ନାଁ ହେଉଛି ଛେଉଣ୍ଡି। ଆଉ ଏଇଠୁ 2ଟା ପତ୍ର କାଟି ନେଇଯିବା। ବର୍ତ୍ତମାନ ପତ୍ର କାଟୁଛି। କାଟି ନେଇଯାଇ ପତ୍ର କାଟି ଚୁଲି ଲଗେଇବା। ଖରା ତ ଜୋରେ ହେଉଛି ଆଉ ଜାଳ ପାଇଁ କୋଉଠି ଯିବି। ଏଥରକ ଚୁଲି ଲଗେଇବା। ଟିକେ ତେଲ ପକେଇ ଦେଇ ଡିଆସିଲି କାଠି ମାରି ଦେଇକି ଚୁଲିଟାକୁ ଲଗେଇବା। ଭାରି ଖରା ହେଉଛି ଦୁଆରେ ଜୋର ଖରା ହେଉଛି। ହଉ ଛାଡ଼ ରୋଷେଇ ତ କରିବାକୁ ପଡ଼ିବ ଆଉ ନ କଲେ ଖାଇବେ କେମିତି। ଆଉ ବର୍ତ୍ତମାନ ଅବିକା ପ୍ରସ୍ତୁତ କରିବା ତରକାରୀ। ତାପରେ ଆଗେ ଚୁଲି ଲଗେଇ ଭାତଟା କରିଦେବା। ତାପରେ ତରକାରୀ କରିବା। ଚୁଲି ଚୁଲି ଶୀଘ୍ର ଜଳ ଖରା କାଟୁଛି ଏତେ ଜୋର। ଆଉ ଯିଏ ହେଇଥାନ୍ତା ରାନ୍ଧିନଥାନ୍ତା ମୁଁ ବୋଲି ଖାଲି ରାନ୍ଧୁଛି। ଆଉ କ'ଣ କରିବି ନ ରାନ୍ଧିଲେ କ'ଣ ଖାଇବୁ। ଗରିବ ଲୋକ ଗୁଡ଼ା କେଉଁଠୁ ଖାଇବାକୁ ଆଣିବୁ। ଆଉ ଏଥରକ ଚାଉଳ ପକେଇଦେଲେ ଭାତ ହେଇଯାଉ। ଭାତ ହେଇଗଲା ପରେ ତରକାରୀ ପ୍ରସ୍ତୁତ କରିବା। ଭାତ ହେଇଗଲା। ଏଥରକ କଡ଼େଇ ବସେଇଲି। ଆପଣମାନେ ଦେଖିପାରୁଥିବେ କପଡ଼ାରେ ଟିକେ ଭଲ କରି କଡ଼େଇଟା ଟିକେ ପୋଛି ପାଛି ଦେବା କେଉଁଠି ଧୂଳି ଫୁଳି ପଡ଼ିଥିବ ଉଡ଼ିକି। ଆଉ ତାପରେ ବର୍ତ୍ତମାନ ଯାଇକି ମସଲାଟା ଫିଟେଇ ଦେବା। ତେଲ ପକେଇବା। ସୋରିଷ ତେଲ ପକେଇବା। ଯେତିକି ଖାଇବା ନିଜ ଖାଇବା ପାଇଁ ଆବଶ୍ୟକ ସେତିକି ତେଲ ପକେଇବା। ତେଲ ପକେଇ ସାରି ତାପରେ 2ଟା ଘଷି ଚୁଲିରେ ପକେଇଦେବା। ଘଷି ପକେଇକି କିରାସିନ ଟିକେ ଚୁଲି ଭିତରେ ପକେଇଦେଲେ ଚୁଲିଟା ଜଳିଲା ଜୋର ଜଳିଲା। ଆଉ 2ଟା ଘଷି ଦେଇକି ତାପରେ ତେଲ ଆଉ 2ଟା ଘଷି ପକେଇ ଦେଇ ତା ଦେହରେ ଜିରା 2ଟା ପକେଇଦେବା। ଗୋଟା ଜିରା 2ଟା ପକେଇଦେବା। ତେଲ ତାତିଗଲାଣି। ବାସ୍ ଆଉ ତାପରେ କ'ଣ କରିବା ଲଙ୍କା ଗୁଣ୍ଡ ଟିକେ ଆଗେ ପକେଇଦେଲେ ତରକାରୀଟା ଲାଲ ଆସେ ଆଖିକି ସୁନ୍ଦର ଦିଶେ। ତାପରେ ଲଙ୍କା ଗୁଣ୍ଡଟା ପକେଇ ଦେଇ ମସଲାଟାକୁ ସାଙ୍ଗେ ସାଙ୍ଗେ ଲଙ୍କା ଗୁଣ୍ଡ ନ କୁହୁଳିଲା ପୂର୍ବରୁ ମସଲାଟା ଢାଳିଦେବା। ତେଣୁକରି ତରକାରୀ ଲାଲ ଆସିବ ସୁନ୍ଦର ଦିଶିବ ଆଖିକି ଆଉ ଟେଷ୍ଟ ବି ଲାଗିବ। ଆଉ ତାକୁ ଘାଣ୍ଟି ଦେବା ଭଲକିରି ଯେମିତି ପୋଡ଼ି ନଯାଏ ନଗି ନଯାଏ। ତାକୁ ଭଲକିରି ଘାଣ୍ଟିକି କଷି କାଷି ତାକୁ କିଛି ସମୟ କଷିବା। ପୁଅ ଟିକେ ପାଣି ଆଣିଲୁ। ଅଳ୍ପ ଆଣେ ଅଧ କଂସାଏ ଖଣ୍ଡ ଆଣେ। ଟିକେ ହଳଦୀ ପକେଇଦେବା। ସେତିକି ଥାଉ। ଟିକେ ହଳଦୀ ଟିକେ ପକେଇଦେବା। ଆଉ ଟିକେ ଜିରା ଗୁଣ୍ଡ ପକେଇଦେବା। ଆଉ ତାକୁ ଘାଣ୍ଟିବା କଷିବା ଆଉ କିଛି ସମୟ 10 ମିନିଟ୍ କଷିବା। ଚୁଲିଟା ଜଳ ଟିକେ ଶୀଘ୍ର ଭଲ କରି ଜଳ। ମୁଁ ଭିଡ଼ିଓଟା କରୁଛି ତୁ ଯଦି ଏମିତି ହଇରାଣ କରିବ ମୁଁ ପ୍ରଥମ କରି କରୁଛି ଏଇଟା ଭଲ ଲାଗିବ। ସାଙ୍ଗମାନେ ଦେଖୁଥିବେ କ'ଣ ଭାବିବେ। ତ ମସଲା କଷି ହେଇଗଲା। ପଣସ କଠା ତା ଦେହରେ ପକେଇଦେବା।
ତାକୁ ଟିକେ ଏପଟ ସେପଟ କରି 2-4 ଥର ଖଣ୍ଡେ କଷି କଷି ଦେବା। ପାଣି ଟିକେ ଦେଇଦେବା। ପାଣି ଦେଇକି ପୁଅ ଟିକେ ବୁଟ ଯାଇଟା ଆଣିଲୁ ପ୍ରେସରରେ ବସେଇଦେଲି। ଆଣେ ଆଣେ ତାକୁ ଘାଣ୍ଟି ଘୁଣ୍ଟି ଦେଇ ପ୍ରେସରରେ ବୁଟ ଯାଇ ତାକୁ ଓଜାଡ଼ି ଦେବା। ଓଜାଡ଼ି ଦେଇ ଖାଇବା ମୁତାବରେ ପାଣି ଦେବା। ପାଣି ଦେଲା ପରେ ହାତରେ କାଢ଼ି କୁଢ଼ି ପୋଛି ପାଛି ପକାଇଦେବା। ଆଗ ନଷ୍ଟ କରିବା ନାଗିଛି 2ଟା ତାକୁ ପୋଛି ପାଛି ପୁଣି ଦେବା ନା। ଆଉ ପରିବାର 4 ଜଣ ଖାଇବେ ପୁଣି ଅଣ୍ଟିବା ଦରକାର ନା। ଆଉ ଚୁଲି ବି ଭଲ ପ୍ରସ୍ତୁତ ଜଳୁଛି। ଆଉ ଏଥର ତାକୁ ଘୋଡ଼େଇ ଦେବା। ତରକାରୀଟି ଏବେ ଫୁଟିଲାଣି। ଆଉ ଟିକେ ଦେଖିଦେବା। ତାତି ଯାଇଛି ପିଠା ହେରିକାରୁ ଯେହେତୁ ଖୋରା ହେଇଥିଲା ତାତି ଯାଇଛି, ତାକୁ ଟିକେ ଦେଖିଦେବା। ଦେଖିଦେଇ ତରକାରୀ ହେଇଗଲାଣି। ବଢ଼ିଆ ସୁନ୍ଦରିଆ ଦେଉଛି, ହେଲେ ଆପଣମାନଙ୍କୁ ଟେଷ୍ଟ ଲାଗିବ କି ନାହିଁ ସେଇଟା ମୁଁ ଜାଣିନି। ଏବେ ମୋ ତରକାରୀ ପ୍ରସ୍ତୁତ ହେଇଯାଇଛି। କିଏ ଖାଇବେ ସାଙ୍ଗମାନେ ଆସନ୍ତୁ।